ভিଜିଲାନ୍ସ ଜାଲରେ ମହିଳା ସହକାରୀ ଯନ୍ତ୍ରୀ। କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟଠାରେ ମହିଳା ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁଙ୍କୁ ଧରିଛି ଜୟପୁର ଭିଜିଲାନ୍ସ ଟିମ୍। ଘୁମୁରା ପଞ୍ଚାୟତର ଜଣେ ହିତାଧିକାରୀଙ୍କଠାରୁ ଗାଈ ଗୁହାଳ ନିର୍ମାଣ କାର୍ଯ୍ୟର ବିଲ୍ ପାସ୍ କରାଇବାକୁ 5,000 ଟଙ୍କା ଲାଞ୍ଚ ନେଇଥିବା ବେଳେ ରଙ୍ଗବଳା ଟଙ୍କା ସହ ଧରାପଡ଼ିଛନ୍ତି ସହକାରୀ ଯନ୍ତ୍ରୀ। ସକାଳ 12:30ରୁ 2ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ଚାଲିଥିଲା ରେଡ୍। ପରେ ସୁନାବେଡ଼ା ହାଲ ସରକାରୀ ବାସଭବନରେ ଶୁକ୍ରବାର ରାତ୍ରିରେ ମଧ୍ୟ ଯାଞ୍ଚ କରୁଥିଲା ଭିଜିଲାନ୍ସ ଟିମ୍। ଦୁର୍ନୀତିରେ ଲିପ୍ତ ରହିଥିବା ସରକାରୀ ଯନ୍ତ୍ରୀଙ୍କ ନାମରେ ପୂର୍ବରୁ ଅଭିଯୋଗ ରହିଥିବା ବେଳେ ଲୁଚି ରହିଥିବା 5 ଜଣିଆ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଗତ କିଛି ଦିନ ହେବ ସହକାରୀ ଯନ୍ତ୍ରୀଙ୍କ ନାମରେ ଅଭିଯୋଗ ରହିଥିବା ବେଳେ ଜୟପୁର ଭିଜିଲାନ୍ସ ଏହାକୁ ନେଇ ଏକ ଟିମ୍ ଗଠନ କରି ଶୁକ୍ରବାର 11ଟା ବେଳେ କୁନ୍ଦୁରା ବ୍ଲକଠାରେ ରହିଥିବା ଯନ୍ତ୍ରୀଙ୍କ କାର୍ଯ୍ୟାଳୟଠାରେ ଟଙ୍କା ସହ ଧରିଥିବା ଦେଖିବାକୁ ମିଳିଛି। ତେବେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁଙ୍କ ନାମରେ ଗୁରୁବାର ଅଭିଯୋଗ ହୋଇଥିବା ବେଳେ 19 ନମ୍ବର କେସ୍ରେ 26/9/24 ରେ ରୁଜୁ କରିଛି ଭିଜିଲାନ୍ସ। ସୁନାବେଡ଼ା ହାଲ ସହରାଞ୍ଚଳ କ୍ୱାର୍ଟର ମଧ୍ୟ ଚଢ଼ାଉ ଜାରି ରଖିଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେ କୁନ୍ଦୁରା ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ ରହି 17/2/23 ମସିହାରେ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ। ବ୍ୟୁରୋ ରିପୋର୍ଟ, ସକାଳ ଖବର।